नमस्कार दर्शक बंधु मो नाम ହେଉଛି ରଶ୍ମିରଞ୍ଜନ ରଥ ଆଉ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଜଗନ୍ନାଥ ତତ୍ତ୍ୱକୁ। ଦର୍ଶକ ବନ୍ଧୁ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଯେ ଆପଣ କିପରି ନିଜ ଘରେ ସରଳ ଓ ସହଜ ଭାବରେ ବିଘ୍ନହର୍ତ୍ତା ଶ୍ରୀ ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ଗଣେଶ ଚତୁର୍ଥୀ ପୂଜା ନିଜ ଘରେ କିପରି କରିପାରିବେ ଏହା ଉପରେ ମଧ୍ୟ ମୋତେ କେତେଜଣ କମେଣ୍ଟ କରିଥିଲେ ମୋ ୟୁଟ୍ୟୁବ୍ ଚ୍ୟାନେଲରେ। ତ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓ ଆଣିଦେଉଛି। ଦର୍ଶକ ବନ୍ଧୁ ମୋର ମନ୍ତବ୍ୟରେ ଆପଣ ଯେଉଁଦିନ ଗଣେଶ ଚତୁର୍ଥୀ ଅଛି ତାର ପୂର୍ବ ଦିନ ଯେଉଁଠି ଆପଣ ଗଣେଶ ମହାପ୍ରଭୁଙ୍କୁ ସ୍ଥାପିତ କରି ବା ପୀଠ ସ୍ଥାପନ କରି ତାଙ୍କ ପୂଜା କରିବେ ସେହି ଜାଗାକୁ ଯାହା ଡେକୋରେସନ୍ କରିବାର ଅଛି ତାହା ଗଣେଶ ଚତୁର୍ଥୀ ପୂଜା ପୂର୍ବରୁ ଅର୍ଥାତ୍ ସେ ଦିନ ପୂର୍ବରୁ ହିଁ କରିଦିଅନ୍ତୁ। ଗଣେଶ ଚତୁର୍ଥୀ ପୂଜା ଦିନ ସକାଳୁ ଉଠି ଆପଣଙ୍କର ନିଜର ନିତ୍ୟକର୍ମ ଇତ୍ୟାଦି କାର୍ଯ୍ୟ ସମାପନ କରି ଏକ କଳସୀରେ ଶୁଦ୍ଧପୂତ ହୋଇ ମଠା ପିନ୍ଧି ଏକ କଳସୀରେ ଗଙ୍ଗାଜଳ ଚନ୍ଦନ ଅଗୁରୁ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ପକାଇ ଆପଣ ଯେଉଁ ଜାଗାରେ ମହାପ୍ରଭୁଙ୍କୁ ପ୍ରତିଷ୍ଠା କରିବେ ବା ଯେଉଁଠି ଆପଣ ଡେକୋରେସନ୍ କରିଛନ୍ତି ଗଣେଶଙ୍କୁ ପ୍ରତିଷ୍ଠା କରିବେ ବୋଲି ସେ ଜାଗାକୁ ଯାଇ ସେ ସ୍ଥାନକୁ ପ୍ରଥମେ ଗୋଟିଏ ଦୁବ ସାହାଯ୍ୟରେ ସେ ଜଳକୁ ଗଙ୍ଗା ଜଳକୁ ଛିଞ୍ଚନ୍ତୁ, ସେ ସ୍ଥାନକୁ ଶୁଦ୍ଧିକରଣ କରନ୍ତୁ। ତାପରେ ନିଜ ଘରର ସମ୍ପୂର୍ଣ୍ଣ ଚତୁର୍ଦିଗରେ ଚାରିଆଡ଼େ ଘରର ସବୁ ଜାଗାକୁ ସେହି ଗଙ୍ଗା ଜଳ ଛିଞ୍ଚି ଘରକୁ ଶୁଦ୍ଧପୂତ କରନ୍ତୁ। ଶୁଦ୍ଧପୂତ କରିସାରି ଆପଣ ଯଦି ତୋରଣ ଘରମାନଙ୍କର ଦ୍ୱାରବନ୍ଧମାନଙ୍କରେ ବାନ୍ଧୁଛନ୍ତି ତ ବାନ୍ଧି ଦିଅନ୍ତୁ। ଏତିକ କାର୍ଯ୍ୟ କରିସାରିବା ପରେ ଆପଣ ଯେଉଁ ଜାଗାରେ ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ସ୍ଥାପନ କରିବେ ତାର ଠିକ୍ ରାଇଟ୍ ହ୍ୟାଣ୍ଡ ସାଇଡ଼୍ରେ ଯେଉଁଠି ଆପଣ ତାଙ୍କର ମୁଖକୁ ସ୍ଥାପନ କରିବେ। ଆଉ ଗୋଟିଏ ଜିନିଷ ମନେ ରଖିଥିବେ, ଗଣେଶଙ୍କ ମୁଖକୁ କେବେ ଘର ବାହାରକୁ କରିବେନି। ଘରେ ଯଦି ସ୍ଥାପିତ କରି ପୂଜା କରୁଛନ୍ତି ତ ଏପରି ତାଙ୍କୁ ବସାଇବେ ଯେପରିକି ସେ ଘର ମୁହାଁ ହେଇ ରହିବେ। ଘର ମୁହାଁ ହେଇ ରହିଲେ ଅତି ଉତ୍ତମ, ନହେଲେ ଘରର କୌଣସି କାନ୍ଥ ଆଡ଼କୁ ତାଙ୍କର ମୁହଁ ରହିବ। କେବେ ହେଲେ ମନେ ରଖିବେ ଗଣେଶ ଚତୁର୍ଥୀ ହେଉ କି କୌଣସି ବି ପୂଜା ହେଉ ଗଣେଶଙ୍କୁ କେବେ ହେଲେ ଘର ବାହାରକୁ ମୁହଁ କରି ବସାଯାଏ ନାହିଁ। ତ ଯେଉଁଠି ଗଣେଶ ମହାପ୍ରଭୁଙ୍କୁ ସ୍ଥାପିତ କରିବେ ତାଙ୍କ ମୁଖ ଯୋପଟକୁ ରହିବ ଆପଣଙ୍କର ରାଇଟ୍ ହ୍ୟାଣ୍ଡ ସାଇଡ଼୍କୁ, ଅର୍ଥାତ୍ ଗଣେଶ ମହାପ୍ରଭୁଙ୍କର ଠିକ୍ ତାଙ୍କର ଲେଫ୍ଟ ହ୍ୟାଣ୍ଡ ସାଇଡ଼୍ ଆପଣଙ୍କ ରାଇଟ୍ ହ୍ୟାଣ୍ଡ ସାଇଡ଼୍କୁ କଳସୀ ସ୍ଥାପନ କରିଦେବେ। କଳସୀ ସ୍ଥାପନ କରିସାରିବା ପରେ ସେହି କଳସୀ ଉପରେ ସ୍ୱସ୍ତିକ ଚିହ୍ନ ଇତ୍ୟାଦି ଯାହା ଆପଣ କରିବାକୁ ଚାହୁଁଛନ୍ତି ସେସବୁ କରି ଚାଉଳ ରଖି ତାକୁ କଳସୀ ସ୍ଥାପନ କରିଦିଅନ୍ତୁ। କଳସୀ ସ୍ଥାପନ କରିସାରିବା ପରେ ସେଠି ଏକ ପ୍ରଦୀପ ବା ଅଖଣ୍ଡ ଦୀପ ଘିଅର ଜାଳିବେ। ମନେ ରଖନ୍ତୁ ଅଖଣ୍ଡ ଦୀପର ପ୍ରକୃତ ନିୟମ ହେଲା ଯେ ଗଣେଶ ଚତୁର୍ଥୀ ପୂଜା ଦିନ ଠାରୁ ଯେତେ ଦିନ ପର୍ଯ୍ୟନ୍ତ ଗଣେଶ ମହାପ୍ରଭୁ ସେଠି ସ୍ଥାପିତ ହୋଇ ରହିବେ ବା ବସିବେ ବିସର୍ଜନ ପର୍ଯ୍ୟନ୍ତ ସେ ଅଖଣ୍ଡ ଦୀପ ଜଳିବ। କିନ୍ତୁ କେତେ ଲୋକ ଏହିପରି ଅଖଣ୍ଡ ଦୀପ ଜାଳିପାରନ୍ତି ନାହିଁ, ତ ସେ ଦୀପକୁ ଦିନ ପୂଜା ଆରମ୍ଭଠୁ ସନ୍ଧ୍ୟା ପୂଜା ଶେଷ ପର୍ଯ୍ୟନ୍ତ ଜଳିଲା ଭଳି ଅଖଣ୍ଡ ରଖିବେ। ପ୍ରତ୍ୟେକ ଦିନ ଏପରି ଅଖଣ୍ଡ ଦୀପ ଜାଳିଲେ ଅତି ଉତ୍ତମ ଅଟେ, ଆଉ ସମ୍ପୂର୍ଣ୍ଣ ଭାବେ ଜାଳିପାରିଲେ ଆହୁରି ଉତ୍ତମ ଅଟେ। ଦୀପ ପ୍ରଜ୍ୱଳନ କରିସାରିବା ପରେ କଳସୀ ସ୍ଥାପନ ଦୀପ ପ୍ରଜ୍ୱଳନ କରିସାରିବା ପରେ ଯେଉଁଠି ଆପଣ ଗଣେଶ ମହାପ୍ରଭୁଙ୍କୁ ସ୍ଥାପିତ କରିବେ ସେ ଜାଗାରେ ଗୋଟେ ଓମ୍କାରର ସଦୃଶ୍ୟ ଆପଣ ସ୍କ୍ରିନ୍ରେ ଦେଖିପାରୁଥିବେ, ଗୋଟେ ଓମ୍କାର ସଦୃଶ୍ୟ ଅଙ୍କନ କରିବେ। ଦୁଇ ପାର୍ଶ୍ୱରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରିବେ। ଓମ୍କାର ସ୍ୱସ୍ତିକ ଚିହ୍ନ ଅଙ୍କନ କରି ସେଠି ଫୁଲ ଅର୍ପଣ କରିବେ। ଫୁଲ ଅର୍ପଣ କରିସାରିବା ପରେ ତା ଉପରେ ପିଢ଼ା ବା ଚକି ଯାହା ଉପରେ ଗଣେଶ ମହାପ୍ରଭୁଙ୍କୁ ସ୍ଥାପିତ କରିବେ ତାହାକୁ ସେଠି ରଖି ତାକୁ ଲାଲ କନାରେ ଆବଦ୍ଧିତ କରି ଗଣେଶ ମହାପ୍ରଭୁଙ୍କ ମୂର୍ତ୍ତିକୁ ବଡ଼ ମୂର୍ତ୍ତିକୁ ଆଣି ସ୍ଥାପିତ କରିବେ। ମୁଁ କାହିଁକି କହିଲି ବଡ଼ ମୂର୍ତ୍ତି, କାରଣ ଦର୍ଶକ ବନ୍ଧୁ ଗଣେଶ ମହାପ୍ରଭୁଙ୍କ ବଡ଼ ମୂର୍ତ୍ତିର ଠିକ୍ ତଳକୁ ଗୋଟିଏ ଛୋଟିଆ ଗଣେଶ ମୂର୍ତ୍ତିଟିଏ ମଧ୍ୟ ସ୍ଥାପିତ ହେବ। ଆଶା କରୁଛି ଆପଣଙ୍କ ଘରେ ଛୋଟିଆ ଗଣେଶ ମୂର୍ତ୍ତି ଥିବ, ପିତ୍ତଳର ହେଲେ ଆହୁରି ଉତ୍ତମ। ସେପରି ଗୋଟିଏ ମୂର୍ତ୍ତି ଆଣି ତାଙ୍କର ଛୋଟିଆ ଆଉ ଗୋଟିଏ ପିଢ଼ାରେ ଲାଲ କନା ରଖି ତାଙ୍କୁ ମଧ୍ୟ ସେଠି ସ୍ଥାପିତ କରିଦିଅନ୍ତୁ। ସ୍ଥାପିତ କରିସାରିବା ପରେ ଏହା କାହିଁକି କହିଲି ମୁଁ ତାହା ପରବର୍ତ୍ତୀ ସମୟରେ ଆପଣଙ୍କୁ କହିବି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ କାହିଁକି ଛୋଟିଆ ମୂର୍ତ୍ତିଙ୍କୁ ସେଠି ସ୍ଥାପିତ କରାଗଲା। ମୂର୍ତ୍ତିମାନଙ୍କୁ ସେଠି ସ୍ଥାପିତ କରିସାରିବା ପରେ ଆପଣ ପୁନର୍ବାର ପଛକୁ ଆସି ଗଣେଶ ମହାପ୍ରଭୁଙ୍କର ମନ୍ତ୍ର ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା ଏପରି 3 ଥର ବୋଲି ସେଠି ତା ପରବର୍ତ୍ତୀ ସମୟରେ ଯଦି ଆପଣ ତାମ୍ରପାତ୍ରୀ ରଖିଛନ୍ତି ତ ଉତ୍ତମ, ଯଦି ତାମ୍ରପାତ୍ରୀ ନାହିଁ ତ ହାତକୁ ସ୍ୱଚ୍ଛ କରି ହାତ ଉପରେ ଗୋଟିଏ ଗୁଆ କିଛି କୁଶ
କିଛି ଚାଉଳ, କିଛି ବେଲପତ୍ର, କିଛି ଫୁଲ ନେଇ ସେଠି ସଂକଳ୍ପ କରିବି। କ'ଣ ନା ଗଣେଶ ଚତୁର୍ଥୀ ପୂଜା ବିଧି ମୁଁ ମୋ ଘରର ସୁଖ ସମୃଦ୍ଧି ଆଉ ଏ ସଂସାରର ମଙ୍ଗଳ ପାଇଁ କରୁଛି, ଆଉ ଏହି ପୂଜାକୁ ମୁଁ ବିଧିପୂର୍ବକ କରିବି ବୋଲି ଆପଣଙ୍କ ନିକଟରେ ଅର୍ଥାତ୍ ଶ୍ରୀ ଗଣେଶ ମହାପ୍ରଭୁଙ୍କ ନିକଟରେ ସଂକଳ୍ପ କରୁଅଛି। ଏପରି କହି ସଂକଳ୍ପ ଗ୍ରହଣ କରି ଗୁଆଟିକୁ ତାଙ୍କ ଚରଣାରବିନ୍ଦରେ ଅର୍ପଣ କରିଦେବେ। ସଂକଳ୍ପ କରିସାରିବା ପରେ ଏହି ମନ୍ତ୍ରକୁ ଉଚ୍ଚାରଣ କରି ଅର୍ଥାତ୍ ଶ୍ରୀ ଗଣେଶାୟ ନମଃ ପ୍ରାଣ ପ୍ରତିଷ୍ଠାପନାୟ ସମର୍ପୟାମି 3 ଥର ଏହାକୁ ବୋଲି ଗଣେଶ ମହାପ୍ରଭୁଙ୍କ ଉପରେ ଥିବା କନାକୁ ଅର୍ଥାତ୍ ତାଙ୍କ ମୁହଁକୁ ବନ୍ଧା ହେଇଥିବ, ମୁହଁ ଖୋଲା ହେଇନଥିବ, ମୁହଁକୁ ଖୋଲି ଦିଅନ୍ତୁ। ମନେ ରଖନ୍ତୁ, ମୁହଁ ଖୋଲିବା ସମୟରେ ସିଧାସଳଖ କେବେ ମଧ୍ୟ କୌଣସି ବି ଦେବାଦେବୀଙ୍କ ମୁହଁ ଖୋଲିବା ସମୟରେ ସମ୍ମୁଖ ଭାବରେ ଠିଆ ହୋଇ ଖୋଲିବେ ନାହିଁ। କିଛି ସାଇଡ଼କୁ ଠିଆ ହୋଇ ତାଙ୍କର ମୁହଁକୁ ଖୋଲି ଦିଅନ୍ତୁ। ମୁହଁ ଖୋଲି ସାରିବା ପରେ ତାଙ୍କୁ ପଞ୍ଚାମୃତ ଛିଞ୍ଚି ସ୍ନାନ କରାନ୍ତୁ। ପିତ୍ତଳ ମୂର୍ତ୍ତି ଯଦି ତଳେ ଛୋଟିଆ ମୂର୍ତ୍ତି ବସଉଛନ୍ତି ତ ତାଙ୍କୁ ଆମେ ଯେପରି ଜନ୍ମାଷ୍ଟମୀରେ ବାଳଗୋପାଳଙ୍କ ସ୍ନାନ କରୁ ସେପରି ଆମେ ସ୍ନାନ କରାଇପାରିବା, ସେମିତି ସ୍ନାନ କରିପାରିବେ। ନଚେତ ଆପଣ ଫୁଲ କିମ୍ବା ଦୁବ, କୁଶ ଇତ୍ୟାଦିରେ ମଧ୍ୟ ତାଙ୍କୁ ଛିଞ୍ଚନ କରି ମଧ୍ୟ ପଞ୍ଚାମୃତରେ ସ୍ନାନ କରାଇପାରିବେ। ପଞ୍ଚାମୃତ ସ୍ନାନ ପରେ ଜଳରେ ପୁନର୍ବାର ତାଙ୍କୁ ଛିଞ୍ଚି ସ୍ନାନ କରିଦିଅନ୍ତୁ। ସ୍ନାନ ସମାପନ ପରେ ଗଣେଶ ମହାପ୍ରଭୁଙ୍କୁ ବସ୍ତ୍ର ଲାଲ ରଙ୍ଗର ହେଲେ ଉତ୍ତମ, ହଳଦିଆ ରଙ୍ଗର ହେଲେ ଉତ୍ତମ, ଲାଲ ରଙ୍ଗର ହେଲେ ଅତି ଉତ୍ତମ, କାରଣ ଗଣେଶ ମହାପ୍ରଭୁଙ୍କର ଅତ୍ୟଧିକ ପ୍ରିୟ ହେଉଛି ଲାଲ ରଙ୍ଗ। ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରିବେ। ବସ୍ତ୍ର ଅର୍ପଣ କରିସାରିବା ପରେ ତାଙ୍କୁ ଜନେଇ ଉଦ୍ଧାରଣ କରିବେ ଅର୍ଥାତ୍ ପଇତା ଲାଗି କରିବେ, ପଇତା ପିନ୍ଧାଇବେ। ପଇତା ପିନ୍ଧାଇ ସାରିବା ପରେ ତାଙ୍କୁ ମଥାରେ ଚନ୍ଦନ ସିନ୍ଦୁରର ଟୀକା ଲଗାଇବେ। 2 ମୂର୍ତ୍ତି ଯାକ ଚନ୍ଦନ ସିନ୍ଦୁରର ଟୀକା ଲଗାଇବେ। ଚନ୍ଦନ ସିନ୍ଦୁର ଏଇ ଯେଉଁ କାର୍ଯ୍ୟ ଗୁଡ଼ିକ କହୁଛି ସେଇଟା 2 ମୂର୍ତ୍ତି ଯାକ ନିକଟରେ ହେବ। ଚନ୍ଦନ ସିନ୍ଦୁରର ଟୀକା ଲଗାଇବା ପରେ ଆପଣ ଯେଉଁଠି ଆପଣଙ୍କର ବିଦ୍ୟା ବହିପତ୍ର ରଖୁଛନ୍ତି ସେଠି ଚନ୍ଦନର ସ୍ୱସ୍ତିକଟିଏ କରିଦେଲେ ଅତି ଉତ୍ତମ। ଆଉ ସେଠିକି ମଧ୍ୟ କିଛି ପୁଷ୍ପ ମହାପ୍ରଭୁଙ୍କ ନିକଟରେ ଲାଗି କରି ସେଠି ନେଇ ରଖନ୍ତୁ, ଆହୁରି ଉତ୍ତମ ଅଟେ। ସେହି ଚନ୍ଦନର ସିନ୍ଦୁରର ଟୀକା ନିଜ ଘରୋଇ ଲୋକମାନଙ୍କର ଅର୍ଥାତ୍ ପରିବାର ବର୍ଗଙ୍କର ସମସ୍ତଙ୍କ ମଥାରେ ଟୀକା ଅର୍ପଣ କରନ୍ତୁ। ପରବର୍ତ୍ତୀ ସମୟରେ ଆପଣଙ୍କର ଇଚ୍ଛାନୁଗତ ଯାହା ଆପଣ ଗଣେଶ ମହାପ୍ରଭୁଙ୍କ ଅଳଙ୍କାର ଦ୍ୱାରା ବେଶ କରିବାକୁ ଚାହୁଁଛନ୍ତି ବେଶ କରିଦେବେ। ବେଶ କରିସାରିବା ପରେ ତାଙ୍କୁ ଫୁଲ, ବେଲପତ୍ର ଇତ୍ୟାଦିରେ ସଜାଇ ଦେବେ। ସଜାଇ ସାରିବା ପରେ 21 ଦୁବ ନେଇ ଦୁର୍ବା ବା ଦୁବ 21 ଗୋଟି ନେଇ ଅକ୍ଷତ 21ଟି ଚାଉଳ, ଅକ୍ଷତ 21 ଚାଉଳ ଏବଂ 21 ଦୁବକୁ ଗୋଟେ ଫୁଲରେ ବାନ୍ଧି ଗଣେଶ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବେ। ଦୁର୍ବା ଅର୍ପଣ କରିବା ଅତି ଉତ୍ତମ ଅଟେ, କାରଣ ଏହାର ବାଧ୍ୟତାମୂଳକ ଅଟେ। କାରଣ ଗଣେଶ ଭଗବାନଙ୍କର ଆଉ ଦୁବର ସମ୍ପର୍କ ଅନେକ ପୌରାଣିକ ଅଟେ। ସେ କାହାଣୀ ମୁଁ ଆପଣଙ୍କୁ କେବେ ଅନ୍ୟ ସମୟରେ କହିଦେବି। ତାହାର ପୂଜାରେ ବହୁତ ଉତ୍ତମ ବା ଆଉ ବାଧ୍ୟତାମୂଳକ ଅଟେ ଦୁବ, ତ ଦୁବ ଅର୍ପଣ କରିବେ। ଦୁବ, ଫୁଲ, ପୁଷ୍ପ ଇତ୍ୟାଦି ଅର୍ପଣ କରିସାରିବା ପରେ ଗଣେଶ ମହାପ୍ରଭୁଙ୍କ ନିକଟରେ ଧୂପ, ଦୀପ ଇତ୍ୟାଦି ଆଳତି ବନ୍ଦାପନା କରିବା ଆରମ୍ଭ କରିବେ। ଧୂପ ଦୀପ ପ୍ରଦାନ କରି ଆଳତି ବନ୍ଦାପନା କରିସାରିବା ପରେ ଗଣେଶ ମହାପ୍ରଭୁଙ୍କ ନିକଟରେ ମୋଦକ ନିଶ୍ଚିତ ଭାବେ ଅର୍ପଣ କରିବେ, କାରଣ ସେ ମୋଦକ ପ୍ରିୟ ଅଟନ୍ତି। ଫଳ ପାଚିଲା ଯାହା ଆପଣ ଅର୍ପଣ କରୁଛନ୍ତି ତତ୍ ସହିତ ମୋଦକ ଅର୍ପଣ କରିବେ। 21ଟି କିମ୍ବା 108ଟି ମୋଦକ ଅର୍ପଣ କଲେ ଉତ୍ତମ। ଯଦି ଆପଣ କରିପାରୁନାହାନ୍ତି ତ କିଛି ମାତ୍ରାର ମୋଦକ ନେଇ ମଧ୍ୟ ଆପଣ ଆପଣଙ୍କ ଇଚ୍ଛାନୁଗତ ମୋଦକ ମାତ୍ରାଧିକ ନେଇ ଗଣେଶ ମହାପ୍ରଭୁଙ୍କୁ ଅର୍ପଣ କରିବେ। ମୋଦକ ନିଶ୍ଚିତ ଅର୍ପଣ କରିବେ, କାରଣ ତାଙ୍କର ପୂଜାରେ ବାଧ୍ୟତାମୂଳକ ସେ ମୋଦକ ପ୍ରିୟ ଦେବତା ଅଟନ୍ତି। ତ ମୋଦକ ଅର୍ପଣ କରିବେ, ଭୋଗ ଲାଗି କରିବେ। ଭୋଗ ଲାଗି କରିସାରିବା ପରେ ଆପଣ ଗଣେଶ ମହାପ୍ରଭୁଙ୍କର ଗାୟତ୍ରୀ ତାଙ୍କ ବୀଜ ମନ୍ତ୍ର ଆପଣ ସ୍କ୍ରିନ୍ରେ ଦେଖିପାରୁଥିବେ, ତାହାକୁ 108 ଥର ପାଠ କରିପାରିଲେ ଉତ୍ତମ। ଯଦି କରିପାରୁନାହାନ୍ତି ତ 21 ଥର କରିବେ, ନଚେତ 10 ଥର କରିବେ ତ ବି ଚଳିବ। 108 ଥର କଲେ ଅତି ଉତ୍ତମ ଅଟେ। ଗାୟତ୍ରୀ ପାଠ କରିପାରିବେ, ବୀଜ ମନ୍ତ୍ର ପାଠ କରିପାରିବେ, ନଚେତ ଗଣେଶ ମହାପ୍ରଭୁଙ୍କର ଜନ୍ମ କଥା ଶୁଣିପାରିବେ, ପଢ଼ିପାରିବେ, ଏସବୁ କାର୍ଯ୍ୟ କରିପାରିବେ। ଗଣେଶ ମହାପ୍ରଭୁଙ୍କ ଜନ୍ମ କଥା ପଢ଼ିଲେ ଅତି ଉତ୍ତମ ଅଟେ। ତ ଗଣେଶ ମହାପ୍ରଭୁଙ୍କର ଜନ୍ମ କଥା ଇତ୍ୟାଦି ସବୁ ଯାହା ଆପଣ ପଢ଼ିବାକୁ ଚାହୁଁଛନ୍ତି ପୂଜା ପୁସ୍ତକ ଗୁଡ଼ିକ ପଢ଼ି ସାରିବା ପରେ ଗଣେଶ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ। କ'ଣ ପ୍ରାର୍ଥନା କରିବେ ନା, ହେ ଗଣପତି ଗଣେଶ ବିଘ୍ନହର୍ତ୍ତା ଗଣେଶ ମହାପ୍ରଭୁ, ମୁଁ ମୋ ପରିବାରର ସୁଖ ସମୃଦ୍ଧି ଏ ସଂସାରର ମଙ୍ଗଳ ପାଇଁ ଆଜି ଆପଣଙ୍କର ଜନ୍ମଦିନରେ ଗଣେଶ ଚତୁର୍ଥୀ ପୂଜା ବିଧି ମୋ ଘରେ ମୋର
आवश्यकता और शक्ति अनुजाई मु आपणको प्रदान करिछि एहाकु संतुष्टर सहित आदरर सहित ग्रहण करंतु जदि एहिथिरे कौनसी प्रकारर भूल किंबा कौनसी प्रकारर असुविधा मो द्वारा होई जाइछि तत्पाई मु आपणको निकटरे क्षमा प्रार्थी करुछि मते क्षमा प्रदान करंतु एपरि क्षमा प्रार्थना करिवे आपणको मनस्कामना गणेश महाप्रभु निकटरे कहिवे मनस्कामना कही क्षमा प्रार्थना करि सारिबा परे आपणकर स्क्रीन रे देखा जाउथबो पुष्पांजलि मंत्र को उच्चारण करी 3 थर पुष्पांजलि अर्पण करिवे आउ गोटे जिनस कहि रखिबाकू चाहूँगी जेते दिन पर्यंत गणेश महाप्रभु को आपण स्थापित करी रखिबाकू चाहूँचंती सेते दिन पर्यंत प्रत्येक ओली अर्थात 2 ओली जाक तांको निकटरे भोग और आरती लागि करिवे 21 दिन केते लोक रखती 7 दिन केते लोक रखती 10 दिन केते लोक रखती तो आपन जेते दिन आपन इच्छा अनुगत रखिपारे सबु जेते दिन रखी सारिबा परे जो दिन आपण विसर्जन करिवे से दिन पुनः नैवेद्य धूप दीप वंदापना आरती करी आपण कुशबटू इत्यादि आपण पिंधिथिबे संकल्प करिवा समय कुश इत्यादि ग्रहण करिथिबे से कुश को गणेश महाप्रभु को पुनर्बार अर्पण करिवे सेटा विसर्जन होई जिवो आउ गोटे जिंस भोग लागि करिवा समय गोटे मोदक गणेश महाप्रभु को हाथ रे अर्पण करिवे एटा अति उत्तम अटे गोटे मोदक नहीं हाथ पाखे रखिए से मोदक आउ किए खाइबेनी से सीधा गणेश सहित विसर्जन समय जी ये जिनसटी मुझे कहवाक भूली जाइली तो क्षमा प्रार्थी होउची भोग लागि करने समय गोटे मोदक नहीं गणेश महाप्रभुंकर हस्तरे देवे सेटा जेते दिन पर्यंत आप रखिए सेते दिन पर्यंत रही प्रत्येक दिन बदलवाक चाहते तो गणेश महाप्रभु गोटे मोदक दे चरण रखिए पुनर्बार नुआ मोदक हस्त रखिए से मोदक किए खाइबेनी से सीधा सड़क जल विसर्जन बा समय चलीज विसर्जन दिन वंदापना नैवेद्य इत्यादि भोग इत्यादि अर्पण करी कुशबटू अर्पण करी गणेश महाप्रभु निकट में प्रार्थना करंतु कि हे गणपति गणेश महाप्रभु मु संकल्प करी मो घरे मु गणेश चतुर्थी पूजा करी निज संकल्प अनुजाई विधिपूर्वक करने को निज शक्ति अनुजाई चेष्टा करी कौन सी भूल रही जाइए क्षमा करंतु पुनः आर वर्ष आप शीघ्र अति शीघ्र आम घर को पुनर्बार आसतु एपरी कही तांको निकट प्रार्थना करी खुशी सहित गणेश महाप्रभु को निज घर विदाय देवे किंतु मन रखिए जो छोट मूर्ति आपण स्थापन करथिले से छोट मूर्ति विसर्जन हेबेनी से मूर्ति आपण पूजा घर को जीवे आ जो बड़ मूर्ति रखिथिले से फूल मोदक जहाँ से लगी से सबू सांगरे विसर्जन हे छोट मूर्ति आपण घरे प्रतिष्ठित हो रही आ बड़ मूर्ति विसर्जित हो जाए मुझे मो घरे एपरी गणेश पूजा करुँची तार वीडियो अपलोड करी आपण मान से समय देखिपारे किंतु से वीडियो मु पर गणेश पूजा पर अपलोड करी तो मु पूजा विधि वीडियो सर्वप्रथमे प्रदान करुँची आशा करुँची आपण मानक यह वीडियोटी भल लगी जदि ये वीडियोटी भल लगी तो यह वीडियो को लाइक एवं शेयर करंतु आम चैनल रे नहांती तो आम चैनल को सब्सक्राइब करंतु एपरी ही पूजा विधि वीडियो आ तांकर पूजागत वीडियो मानकर दृश्य पट देखिबा पई आपण माने यही चैनल को सब्सक्राइब करंतु आज पई रहूची पुनर्बार अन्य एक वीडियो रे भेट हबो से पर्यंत आज्ञा दियंतु रहूची नमस्कार जय जगन्नाथ।